ଜୟ ଯୀଶୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ମୋର ଅତି ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତେ କେମିତି ଅଛନ୍ତି? ଭଲରେ ରହନ୍ତୁ। ଶୁଣିବା ଲୁକଙ୍କ ସୁସମାଚାର ଅଧ୍ୟାୟ 17 ପଦ ସଂଖ୍ୟା 24। ନୋହାଙ୍କ ଦିନଗୁଡ଼ିକରେ ଯେପରି ହୋଇଥିଲା ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହିପରି ହେବ। ନୋହା ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନ ପାନ ବିଭାଗ ଦେବାରେ ମାତିଥିଲେ। ତାପରେ ଜଳପ୍ଳାବନ ଆସି ସମସ୍ତଙ୍କୁ ବିନାଶ କଲା। ଲୋଟଙ୍କ ସମୟରେ ମଧ୍ୟ ତଦ୍ରୁପ ଘଟୁଥିଲା। ଲୋକେ ଭୋଜନ ପାନ, କିଣାବିକା, ବୃକ୍ଷାରୋପଣ ଆଉ ଗୃହ ନିର୍ମାଣ କାର୍ଯ୍ୟରେ ଲିପ୍ତ ଥିଲେ। କିନ୍ତୁ ଯେଉଁଦିନ ଲୋଟ ସୋଦମ ଛାଡ଼ିକି ଚାଲିଗଲେ, ସେଦିନ ଆକାଶରୁ ଅଗ୍ନି ଆଉ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଯୀଶୁଙ୍କର ଦ୍ୱିତୀୟ ଆଗମନ ବିଷୟରେ ଯୀଶୁ ସ୍ପଷ୍ଟ ଭାବରେ କହୁଛନ୍ତି। ମାନେ ଯୀଶୁ ପୁଣି ଥରେ ଆସିବେ। ଆମେ ଆଶା କରିନଥିବା ଗୋଟିଏ ସମୟରେ କିଏ ଜାଣେ ଯେଉଁ ପ୍ରମାଣ ଚିହ୍ନ ଗୁଡ଼ିକ ସବୁ ସଦାପ୍ରଭୁ କହୁଥିଲେ ଉଣା ଅଧିକ ସେମିତି ଦେଖାଯାଉଛି। 2-3 ବର୍ଷ ପୂର୍ବେ କୋଭିଡ ମହାମାରୀ ସାରା ପୃଥିବୀ ଅଦୃଶ୍ୟ ହେଇଥିବା ଗୋଟିଏ ଜୀବାଣୁ ଯୋଗୁଁ ସାରା ପୃଥିବୀର ଅବସ୍ଥା କେମିତି ଥିଲା? କୋଭିଡ କରୋନା ଶୁଣିବା ମାତ୍ର ଆମେ ଜାଣୁଛୁ କେମିତି ଥିଲା। ମିନିମମ୍ ସେହି 2 ବର୍ଷ ମହାମାରୀ ଜାଣିବା ଯେ ବେଶୀ ଡେରି ନାହିଁ। ଆହୁରି ଆଉ ଗୋଟେ ପ୍ରମାଣ ବିଶେଷ କରି ଦେଶ ଗୁଡ଼ିକ ଭିତରେ ଯୁଦ୍ଧ ହେବ। 2.5 ବର୍ଷର ଅଧିକ ହେଲା ରଷିଆ ଆଉ ୟୁକ୍ରେନ ଭିତରେ ଯୁଦ୍ଧ ଚାଲୁଛି। କେବେ କେତେବେଳେ ଅବା ତାର ଗୋଟିଏ ସରିବ କାହାକୁ ଜଣା ନାହିଁ। ଏପଟେ ହମାସ ଆଉ ଇସ୍ରାଏଲ ଉଭୟ ପକ୍ଷରେ ଧୀରେ ଧୀରେ ଅନ୍ୟ ଦେଶ ଗୁଡ଼ିକ ମଧ୍ୟ ମିଶିଛି। କାରଣ କ'ଣ? ବିଶେଷ କିଛି କାରଣ ନାହିଁ। ଦେଶ ଭିତରେ ଯୁଦ୍ଧ ହେବ। ଆହୁରି ସର୍ବସାଧାରଣ ଆମେ ଆମର ନ୍ୟୁଜ୍ ପେପର ଗୁଡ଼ିକରେ ଖବରକାଗଜରେ ସବୁ ବାହାରିଥିବା ନ୍ୟୁଜ୍ ଗୁଡ଼ିକ ଟିକେ ଦେଖନ୍ତୁ। ଅଗଷ୍ଟ 29 ଗୁରୁବାରରେ ବାହାରିଥିବା ଗୋଟିଏ ଆମର ଓଡ଼ିଆ ପେପରର ହେଡ଼ିଂ ଫ୍ରଣ୍ଟ ପେଜ୍ର ପରବର୍ତ୍ତୀ ପେଜ୍ ଗୁଡ଼ିକରେ ଥିବା ଏଗୁଡ଼ିକର ହେଡ଼ିଂ ମୁଁ ଏବେ ଟିକେ ପଢ଼ିବି। ଗୋଟିଏ ହେଡ଼ିଂ ମାନେ ଫ୍ରଣ୍ଟ ପେଜ୍ରେ, ତାପରେ ପ୍ରଥମ, ଦ୍ୱିତୀୟ, ତୃତୀୟ ପେଜ୍ ଗୁଡ଼ିକରେ ଥିବା ଖବର ଗୁଡ଼ିକର ନ୍ୟୁଜ୍ର ହେଡ଼ିଂ ଶୁଣନ୍ତୁ। ଚିନ୍ତାଜନକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ସଂଖ୍ୟା ଗୋଟିଏ। ଆଉ ଗୋଟିଏ ନ୍ୟୁଜ୍ 6 ଜଣଙ୍କୁ ଆଜୀବନ କାରାଦଣ୍ଡ। ୟେସ୍, ଏବେ ଆମେ ଦ୍ୱିତୀୟ ତୃତୀୟ ପେଜ୍ ଆଡ଼କୁ ଆମେ ଯିବା। ଓଡ଼ିଶାରେ ନିଶା କାରବାରକୁ ନେଇ ଚିନ୍ତା ପ୍ରକଟ। ଆହୁରି ଆମେ ଆଗେଇଲା ବେଳେ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 2 ଶ୍ରମିକ ମୃତ। ଆହୁରି ଆମେ ଆଉ ଟିକେ ଆଗେଇବା। ଏ ନ୍ୟୁଜ୍ ଗୁଡ଼ିକ ଟିକେ ମନେ ରଖନ୍ତୁ। ଆଉ ଗୋଟିଏ, ଦୋଷୀଙ୍କୁ ଆଜୀବନ କାରାଦଣ୍ଡ, ନାବାଳିକା ବଳାତ୍କାର ମାମଲା। ୟେସ୍, ଆଉ ଗୋଟିଏ, 2ଟି ବନ୍ଧୁକ, ଅଟର ଗୁଳି ଆଉ କାର ଜବତ। ଆଉ ଗୋଟିଏ ଖବର, ଭିଜିଲାନ୍ସ ଜାଲରେ CHI ଅଧିକାରୀ। ଆଉ ଗୋଟିଏ, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ରାଜସ୍ୱ ନିରୀକ୍ଷକ। ଅଗଷ୍ଟ 29 ଗୁରୁବାରର ଆମର ଗୋଟିଏ ଖବରକାଗଜରେ ଓଡ଼ିଆରେ ବାହାରିଥିବା ଖବରକାଗଜର ଟାଇଟଲ୍ ଗୁଡ଼ିକ ଆଗ ମୁଁ ପଢ଼ିଲି। ଏହା ହିଁ ମେନ୍ ନ୍ୟୁଜ୍। ମାନେ
ଆମେ କୁଆଡ଼େ ଯାଉଛୁ? ଏହା ମାନେ କ'ଣ ଅନ୍ୟ କିଛି ନାହିଁ କି? ଅଛି, କିନ୍ତୁ କ'ଣ ପାଇଁ ଆମେ ଗୁରୁତ୍ୱ ଦେଉଛୁ? ଜାଣିବା ଯେ ଯୀଶୁଙ୍କର ଦ୍ୱିତୀୟ ଆଗମନ ପାଇଁ ଆଉ ବେଶୀ ଡେରି ନାହିଁ। ହେଲେ ଏହା ଶୁଣି ଆମେ କ'ଣ କରିବା, କିସ କରିବା ବୋଲି ଭାବିକି ଟେନସନ୍ ନେବା ଦରକାର ନାହିଁ। ପ୍ରସ୍ତୁତ ହେଇକି ରହିବା ଦରକାର। ସେଟା କେମିତି? ଯୀଶୁ ସ୍ଥାପନ କରିଥିବା ମଣ୍ଡଳୀରେ, ସଂସ୍କାର ଗୁଡ଼ିକ ଥିବା ମଣ୍ଡଳୀରେ ଅଂଶ ହେଇକି ରହିବା, ଆଉ ସେଇ ସଂସ୍କାର ଗୁଡ଼ିକ ଗ୍ରହଣ କରିବା। ତା ପାଇଁ ସଂସ୍କାର ଗୁଡ଼ିକ ଗ୍ରହଣ କରିବା ପାଇଁ ବାକ୍ୟର ଗଭୀରତା ଆଡ଼କୁ ଆମେ ଯିବା। କେବଳ ମୁଖସ୍ଥ କଲେ ହେବ ନାହିଁ, 24 ଘଣ୍ଟା ବାଇବଲ ଧରିକି ବୁଲିଲେ ହେବ ନାହିଁ। ବାକ୍ୟ ଶୁଣିବା, ଧ୍ୟାନ କରିବା, ତା ଅନୁସାରେ ଜୀବନ ଯାପନ କରିବା, ସଂସ୍କାର ଗୁଡ଼ିକ ଗ୍ରହଣ କରିବା। ଯୀଶୁଙ୍କର ଦ୍ୱିତୀୟ ଆଗମନ ପାଇଁ ନହେଲେ ନହାଙ୍କ ଦିନ ଗୁଡ଼ିକରେ ଯେପରି ହୋଇଥିଲା ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହିପରି ହେବ। ନହ ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନ ପାନ, ବିଭାଗ କରିବା, ବିଭାଗ ଦେବାରେ ମାତିଥିଲେ। ତାପରେ କ'ଣ ହେଲା ଆମେ ଭଲରେ ଜାଣୁଛୁ। ବାକ୍ୟ 28, ଲୋଟଙ୍କ ସମୟରେ ମଧ୍ୟ ତଦ୍ରୁପ ଘଟିଲା, ଲୋକେ ଭୋଜନ ପାନ, କିଣା ବିକା, ବୃକ୍ଷାରୋପଣ, ଗୃହ ନିର୍ମାଣ କାର୍ଯ୍ୟରେ ଲିପ୍ତ ଥିଲେ। କିନ୍ତୁ ଯେଉଁଦିନ ଲୋଟ ସୋଦମ ଛାଡ଼ିକି ଚାଲିଗଲେ, ସେଦିନ ଆକାଶରୁ ଅଗ୍ନି ଆଉ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା। କେବେ କେଉଁ ମୁହୂର୍ତ୍ତରେ ସଦାପ୍ରଭୁ ଆସିବେ? ଏ ପୃଥିବୀରେ ଆମେ କ'ଣ କଲୁ, କିସ କଲୁ, ତାର ହିସାବ କେବେ କେଉଁ ମୁହୂର୍ତ୍ତରେ ପ୍ରଭୁ ଆସିବେ ଆମକୁ ପଚାରିବ, ଆମକୁ ଜଣା ନାହିଁ। ଏପର୍ଯ୍ୟନ୍ତ ଆମେ ଯେମିତି ସୁସମାଚାରରେ ଆମେ ଶୁଣିଲୁ, ଭୋଜନ ପାନରେ, ଖାଦ୍ୟ, ବସ୍ତ୍ର, ବାସଗୃହ ପଛରେ ଆମେ ଥିଲୁ। ବର୍ତ୍ତମାନ ସମୟ ଆସୁଛି ଉପରକୁ ଅନେଇବା ସମୟ। କେବେ କେତେବେଳେ ଆମ ପ୍ରଭୁ ଆସିବେ ଆମକୁ ଜଣା ନାହିଁ। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟ ଧନ୍ୟ ପ୍ରଭୁ ପରମେଶ୍ୱର, ତୁମ ଦୟା, ସ୍ନେହ, ପ୍ରେମ, ମମତା ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ତୁମେ ହିଁ ଆମ୍ଭମାନଙ୍କ ପାଇଁ ସବୁ କିଛି। ପ୍ରଭୁ କିଏ ଜାଣେ ଆମ ଜୀବନୀ ଏପର୍ଯ୍ୟନ୍ତ ତୁମକୁ ନ ନେଇକି ଏ ପୃଥିବୀ କାମ ନେଇଲୁ। ସମୟ ଆସୁଛି ଉପରକୁ ଅନେଇବା ପାଇଁ। କେବେ କେତେବେଳେ ତୁମେ ଆମ ପାଖକୁ ଆସିବ ଆମକୁ ଜଣା ନାହିଁ, କିନ୍ତୁ ଆମେ ପ୍ରସ୍ତୁତ ହେଇକି ରହିବୁ। ତା ପାଇଁ ତୁମେ ଆମ୍ଭମାନଙ୍କୁ ଦେଇଥିବା ଶିକ୍ଷା ମଣ୍ଡଳୀରେ, ତୁମେ ସ୍ଥାପନ କରିଥିବା ସତ୍ୟ ମଣ୍ଡଳୀ, ଯେଉଁ ମଣ୍ଡଳୀରେ ସଂସ୍କାର ଗୁଡ଼ିକ ଅଛି, ସେ ମଣ୍ଡଳୀକୁ ଆସିବା ପାଇଁ, ବାକ୍ୟର ଗଭୀରତା ଆଡ଼କୁ ଯିବା ପାଇଁ, ସଂସ୍କାର ଗୁଡ଼ିକ ଗ୍ରହଣ କରିବା ପାଇଁ ଆମେ ପ୍ରତ୍ୟେକ ଜଣକୁ ଆଶୀର୍ବାଦ କରନ୍ତୁ ପ୍ରଭୁ। ସର୍ବଶକ୍ତିମାନ